প্রিয় আত্মন সপ্রেম জয়জীব। ଆଜି ନିୟମର ପ୍ରଥମ ଅଙ୍ଗ ଶୌଚ ବିଷୟରେ କିଛି ଆଲୋଚନା କରିବା। ଶରୀର, ମନ ଓ ବାଣୀର ପବିତ୍ରତାକୁ ଶୌଚ କୁହାଯାଏ। ଶୌଚ ଦୁଇ ପ୍ରକାର, ଯଥା ବହିର୍ଶୌଚ ଓ ଅନ୍ତର୍ଶୌଚ। ଶରୀରକୁ ପ୍ରତିଦିନ ପରିଷ୍କାର କରିବା ଏବଂ ନିୟମିତ ଯୋଗ ସାଧନ କରିବା ଦ୍ୱାରା ଶରୀରର ଶୌଚ ହୋଇଥାଏ। ଶୌଚ ଦ୍ୱାରା ନିଜ ଅଙ୍ଗ ରକ୍ଷା ହେବା ସହିତ ବହିର୍ବିକାର ହଟିଯାଏ। ସପ୍ରେମ ଜୟଜୀବ।